ଆଜି ହେଉଛି ମୀନ ମାସର ତୃତୀୟ ଦିନ, ମାର୍ଚ୍ଚ 17 ତାରିଖ 2026 ମସିହା। ଚୈତ୍ର ମାସ କୃଷ୍ଣପକ୍ଷ ମଙ୍ଗଳବାର, ତ୍ରୟୋଦଶୀ ତିଥି, ଦିବା 9ଟା 23 ପରେ ଚତୁର୍ଦ୍ଦଶୀ। ଆଜି ଶିବ ଉପବାସ ଓ ବେଢ଼ା ପରିକ୍ରମା। ଆଜି ପ୍ରାତଃ 5ଟା ବାଜି 45 ମିନିଟ୍ 51 ସେକେଣ୍ଡ ଗତେ ସୂର୍ଯ୍ୟ ଉଦୟ। ସନ୍ଧ୍ୟା 5 ଘଟିକା 55 ମିନିଟ୍ 4 ସେକେଣ୍ଡ ଗତେ ସୂର୍ଯ୍ୟ ଅସ୍ତ। ଆଜିର ଅମୃତ ବେଳା ସୂର୍ଯ୍ୟ ଉଦୟ ଠାରୁ ଦିବା 8ଟା 15 ମଧ୍ୟରେ, ଦିବା 9ଟା 51 ଗତେ ଦିବା 12ଟା 17 ମଧ୍ୟରେ, ଦିବା 3ଟା 32 ଗତେ ସନ୍ଧ୍ୟା 5ଟା 9 ମଧ୍ୟରେ, ରାତ୍ର 9ଟା 7 ଗତେ ରାତ୍ର 9ଟା 54 ମଧ୍ୟରେ, ରାତ୍ର 12ଟା 16 ଗତେ ରାତ୍ର 1ଟା 51 ମଧ୍ୟରେ, ରାତ୍ର 4ଟା 13 ଗତେ ପ୍ରାତଃ 5ଟା 48 ମଧ୍ୟରେ। ଆଜିର ମାହେନ୍ଦ୍ର ବେଳା ପ୍ରାତଃ 7ଟା 32 ଗତେ ରାତ୍ର 9ଟା 7 ମଧ୍ୟରେ, ରାତ୍ର 3ଟା 25 ଗତେ ରାତ୍ର 4ଟା 14 ମଧ୍ୟରେ। ଆଜିର ରାଶିମାନଙ୍କର ଭଲମନ୍ଦ: ମେଷ ରାଶି ଆୟ ବୃଦ୍ଧି, ବୃଷ ରାଶି ପଦୋନ୍ନତି ହୋଇପାରେ, ମିଥୁନ ରାଶି ଭୟ ବୃଦ୍ଧି ହେବ, କର୍କଟ ରାଶି ଅଶାନ୍ତିରେ ଦିନଟି କଟିବ, ସିଂହ ରାଶି କର୍ମରେ ଆନନ୍ଦିତ ହେବେ, କନ୍ୟା ରାଶି ନୂତନ ଆୟ ହେବ, ତୁଳା ରାଶି ବନ୍ଧୁଙ୍କ ସାଥିରେ କଳହ ହୋଇପାରେ, ଆଜି ଦିନଟି ସତର୍କ ହୋଇ ରୁହନ୍ତୁ, ବିଛା ରାଶି ଯକୃତର ପୀଡ଼ା ହୋଇପାରେ, ଧନୁ ରାଶି ଆୟ ବୃଦ୍ଧି ହେବ, ମକର ରାଶି ଶତ୍ରୁଙ୍କ ଠାରୁ କଷ୍ଟ ଅନୁଭବ କରିପାରନ୍ତି, କୁମ୍ଭ ରାଶି ସଫଳତାର ବାଟ ଖୋଲିଯିବ, ମୀନ ରାଶି ଆଜି ଦିନଟି ଅଶାନ୍ତି ରହିବେ।